छाया कौन होछि भूतनाथ भाग्य बलरु गोटे अति अघटन रक्षा पाईगली पार्वती कि अघटन कैलासपति अतीत कथा स्मरण कर उमा तुमको मु गुप्त मंत्र दान कला बेले जो सुख पक्षी वृक्ष डाल लुचि रही मो ज्ञातारे मंत्र शिक्षा करुला से पक्षी मो भयर त्रिभुवन परिक्रमा करी केउठी स्थान न पाई शेष व्यासदेव पत्नी गर्भरे जाई आश्रय नेला सुख पक्षी को मुक्ति देवा लगी मो व्यास पत्नी को कहली मात्र से मो कथारे कर्णपात कले नाही देवदेव महादेव आज्ञा को व्यास पत्नी अवज्ञा कले हाँ प्रिय फल मोर सर्वांग को प्रज्वलित है थरी उठिला हाथर डंबरू त्रिनयनरू अग्निस्फुरण है त्रिशूल प्रहार करी मो व्यास पत्नी को हत्या करने उद्यत हेली प्रभु ठीक एतिके बेले स्वयं व्यासदेव आसी पहुंचिले बहु अनुनय विनय करी मो क्रोध शांत करैले व्यास पत्नी जीवन रक्षा हो गला किंतु हे महेश्वर ए सामान्य कथारु तुमे जे स्त्री हत्या अपराध रे भागी होइथांत व्यासदेव मध्य मते ठीक ए कथा कहिले आउ सेई चिंता रे किंतु केवल चिंता कले तो तमर ए निष्ठुर पण पई केही तुमको निर्दोष बोली कहिबे नहीं काले काले शिव हे तम निष्ठुर भाव तेजी नो पारिलो हे जीनो पारिलो तेजी नो पारिलो हे जीनो पारिलो नारी होता कानी न पाए भाव काले काले शिव हे अपराधर मुख्यांत हेली सेथिपाई मते आउ भर्छना करूछ काईके गौरी ए कथा मु जते चिंता करूछि मो मन रे विश्वर ज्वाला सेते भरि जाउछि त्रिभुवन करता जी ताकू इहा सौभाग्य पाए त्रिभुवन करता जी ताकू इहा सौभाग्य पाए शिव होइनी जियो शिव होइले शिव होइनी जियो शिव होइले के जानिबो कह संसार नभ काळे काळे शिव हे तमे मो ऊपर वृथा दोषारोप करूछ भवानी तम प्रति तो मु केबे किछि अन्य आचरण करि नाही सबु बेले तम प्रति मोर स्नेह श्रद्धा पूर्ण रहिछि से कथा मते आज एठी मुंह खोली कहबेकु पड़ुछि प्रभु स्नेह कथा कुह जे साई मन माधे टिके नाही स्नेह कथा कुह जे साई मन माधे टिके नाही जमे जमे मोते करी थात जमे जमे मोते करी थात से कथा टिके उदरी भाव काळे काळे शिव हे उमा तम मन रे जदि ए भावना अछि तेबे आजि तमे ए कैलासपुरी छाड़ी चली जाओ तम सहित मोर कौन संपर्क नाही ए कोन कहूछ स्वामी तुमे मते त्याग करिबो एहार परिणाम कोन हेबो भाबिछ परिणाम जा हेउ ना काहे की तमे जाओ चली जाओ काली पड़ू पछे कैलास चूड़ा अंबर जाऊ फाटी फाटी जाऊ पछे धार
ଆଦେଶ ଅମାନ୍ୟ କରିନି। ଶ୍ରୀଚରଣ ତଳେ ପ୍ରଣାମ କରି ବିଦାୟ ନେଉଛି। ନାରାୟଣ ନାରାୟଣ ନାରାୟଣ। ପ୍ରଣାମ ଗ୍ରହଣ କରନ୍ତୁ ଦେବର୍ଷି। ଏ କ'ଣ ମୋ ଦୃଷ୍ଟି ଶକ୍ତିରେ ବିଭ୍ରମ ଘଟି ନାହିଁ ତ? ଶୈଳସୂତା ଦେବୀ ଭଗବତୀ ଏ ନଦୀ କୂଳରେ ଏକାକିନୀ, ସାଥିରେ କୈଳାସପତି ନାହାନ୍ତି। କୈଳାସପତିଙ୍କ ପାଖରେ ମୋର ଆଉ ସ୍ଥାନ ନାହିଁ। ଅତି ସାମାନ୍ୟ କଥାରୁ ସେ ମୋତେ ତ୍ୟାଗ କରିଛନ୍ତି। ନାରାୟଣ ନାରାୟଣ ନାରାୟଣ। ଭୋଳାନାଥ ସେ, କୋପେ ବର କି ତପେ ବର, ସାମାନ୍ୟ ଅସାମାନ୍ୟର ବିଚାର ତାଙ୍କର ନାହିଁ। ଦେବୀ ତେବେ ବର୍ତ୍ତମାନ ଯିବେ କୁଆଡ଼େ? କାର୍ତ୍ତିକେୟ ନିକଟକୁ ଯାଇଥିଲି, କିନ୍ତୁ ସେ ମଧ୍ୟ ତାଙ୍କ ପୁରରେ ସ୍ଥାନ ଦେଲେ ନାହିଁ। ନା, ଗୋଟିଏ ପୁଅର ମା ହେଲେ ଏହି ଅବସ୍ଥା ଭୋଗିବାକୁ ହୁଏ। ଯଦି ଆଉ ଗୋଟିଏ ପୁଅ ଥାନ୍ତା ତେବେ ଏ ପୁଅ ତଡ଼ିଦେଲେ ସେ ପୁଅ ଆଦର କରି ଘରେ ସ୍ଥାନ ଦିଅନ୍ତା। ମୋତେ ଉପାୟ କହିଦିଅନ୍ତୁ ଦେବର୍ଷି ନାରଦ। ମୁଁ କି ବୁଦ୍ଧି କରିବି ଶିବଙ୍କୁ ପୁଣି କିପରି ପ୍ରାପ୍ତ ହେବି? ତପସ୍ୟା, ଯୁଗେ ଯୁଗେ ତପସ୍ୟା ବଳରେ ହର ପାର୍ବତୀଙ୍କ ମିଳନ ଘଟିଛି। ଏଥର ମଧ୍ୟ ସେଇ ତପ ଆଚରଣ କରନ୍ତୁ। ଯୁଗେ ଯୁଗେ ଜ୍ୟୋତି ଶ୍ମଶାନ ପତି, ତପ ବଳେ ତାଙ୍କ ଟଳିଛି ମତି। ହର ସେ ବି ବର ପାଇଛି ଯିଏ, ତାର ସମଭାଗ୍ୟବତୀ ବାକିଏ। ଆସିଛି ପୁଣି ସେ ଯୋଗ ଯେ, ସାଜି ତପସ୍ୱିନୀ ଦେବୀ କାତ୍ୟାୟନୀ, ଆଚରନ୍ତୁ ତପ ଯୋଗ ଯେ। ଯଦି ମୁଁ ତପସ୍ୟା ବଳରେ ତାଙ୍କର ଟାଣପଣ ନ ଭାଙ୍ଗେ? ଏକଥା କହି ମତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ ଦେବୀ। ଗୌରୀଙ୍କ ତପସ୍ୟାରେ ପୁଣି ହରଙ୍କ ଟାଣପଣ ଭାଙ୍ଗିବ ନାହିଁ। ଆଉ ବିଳମ୍ବ ନ କରି ତପସ୍ୟା ଆରମ୍ଭ କରନ୍ତୁ। ସୁବାସିତ ରାଗ କୁଙ୍କୁମ ବୋଳି, ତଟିନୀ ପୟରେ ତନୁ ପଖାଳି। ଗୈନିକ ବସନେ ହୋଇ ଶୋଭିତା, ଗିରି ଗୁହା କୋଳେ ଗିରି ଦୁହିତା। ବୁଢ଼ ତପକର ବସି ଯେ, ଯଥା କାଳେ ପୁଣି ଦର୍ଶନ ଦବ, କଳିହା ନାରଦ ଆସି ଯେ। ମୁଁ ଏବେ ବିଦାୟ ନେଇଛି ଦେବୀ। ନାରାୟଣ ନାରାୟଣ ନାରାୟଣ। ନାରଦ ମୁନି ଠିକ କହି ଯାଇଛନ୍ତି। ମୁଁ ତପ ଆଚରଣ କରିବି, ଆଉ ଦେଖିବି ମୋତେ ତ୍ୟାଗ କରି ପ୍ରଭୁ କେତେ ଦିନ ଏକାକୀ ରହିପାରିବେ। ଦିନ ବିତି ଯାଉଛି, ବହୁ କାଳରୁ ସ୍ନାନ କରିନି। କୁଙ୍କୁମ ଆଦି ଅଙ୍ଗରାଗ ପ୍ରଲେପନ କରି ଯାଇ ନଦୀରେ ସ୍ନାନ କରି ଆସେ। ଏ କ'ଣ? ଦେହର ମଳୁକ ଛଡ଼ାଇ ଫିଙ୍ଗି ଦେବାକୁ ଯାଉଥିଲି, କିନ୍ତୁ ମୋର ଅଜାଣତରେ ସେ ମଳୁକ ପିଣ୍ଡୁଳାରେ ଗୋଟିଏ ପିତୁଳ ଗଢ଼ି ସାରିଲାଣି। ମୋ ଅଙ୍ଗଜାତ ପିତୁଳାଏ। ଏ ଯଦି ଜୀବନ୍ୟାସ ପାଇଯାଆନ୍ତା। ହେ ପ୍ରଭୁ ଗୋଲୋକ ବିହାରୀ, ସତେକ ମୋ ମନୋକାମନା ପୂର୍ଣ୍ଣ ହେବ? ତମର ମନୋକାମନା ପୂର୍ଣ୍ଣ ହେଇଛି ଦେବୀ। ତମ ଅଙ୍ଗ ମଳୁଖ ଗଢ଼ା ପିତଳାକୁ ମୁଁ ଜୀବନ୍ୟାସ କରୁଛି। ତମ ମାନସ ପୁତ୍ର ଏ ବାଳକ ମହାଜ୍ଞାନୀ ସିଦ୍ଧଦାତା ଗଣନାୟକ ହେବ। ସବୁ ଦେବାଦେବୀଙ୍କ ଅଗ୍ରେୟ ପୂଜା ପାଇବ। ଜୀବନ୍ୟାସ ସଙ୍ଗେ ସଙ୍ଗେ ମୁଁ ଏହାକୁ ମହାଶକ୍ତି ବି ପ୍ରଦାନ କରୁଛି। ପୁତ୍ର ପୁତ୍ର ମୋର ଗଣନାୟକ ଗଣେଶ, ମୋର ପ୍ରଣାମ ଗ୍ରହଣ କର ମାତା। ଆଶୀର୍ବାଦ କରୁଛି ବତ୍ସ, ତୁ ସର୍ବଶକ୍ତି ଲାଭ କର। ରଙ୍କର ତନ ମୋ ଧନରେ, ମୋର ଅଙ୍ଗ ମୌଳି, ମୋ ଅଙ୍ଗ ମୌଳି। ବାଟେ ତୋତେ ଘାଟେ ପାଇଛି, ଆହା ମୋ ଗଳା ମାଳି। ମାନସ ପୁତ୍ର ତୁ ଜନମ, ହରି କୃପା ବଳରେ ସେ କୃପା
କର ମାତା, ମୁଁ କ'ଣ କରିବି? ଏତିକି ଆଳି ମୋ ଦ୍ୱାର ଜଗିବୁ, ଗୁହା ଭିତରକୁ କାହାକୁ କେବେ ଛାଡ଼ି ନ ଦେବୁ। ମୋ ତପ ଯେପରି ଭଙ୍ଗ ନ ହୁଏ, ସେଥିପାଇଁ ଗୁମ୍ଫା ଦ୍ୱାରରେ ତୁ ପ୍ରହରୀ ହୋଇ ରହିବୁ, କାହାରିକୁ ଛାଡ଼ିଦେବୁ ନାହିଁ। ଏତିକି କରିପାରିବୁ ବାପ? ଜୀବନ ପଣ ମୁଁ କରୁଛି ତବ ଚରଣ ଛୁଇଁ, ମୁଁ ଚରଣ ଛୁଇଁ ଜନମେ ଗୋଦିବା ରଜନୀ, ଦ୍ୱାର ଜଗିବି ମୁହିଁ। ଦେବତା ହେଉ କି ଦାନବ, ଯକ୍ଷ ନର କି ନର, ସିନର କି ନର, ଭିତରକୁ ଛାଡ଼ି ନ ଦେବି, ଏଇ ଶପଥ ମୋର। ଯଶସ୍ୱୀ ହୁଅ ବଶ୍ୟ, ଜୟ ଲାଭ କର। ମୋର ତପସ୍ୟାର ବେଳ ହୋଇଗଲା, ମୁଁ ଯାଉଛି। ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, କିଏ ମତେ ସ୍ମରଣ କଲା? ନମଃ ଶିବାୟ। କାହାର ତପ ବଳରେ ମୋର ଧ୍ୟାନ ଭଙ୍ଗ ହେଲା? କିଏ ସିଏ? ପାର୍ବତୀ? ପାର୍ବତୀ ମତେ ସ୍ମରଣ କରୁଛି? ବହୁ କାଳ ହେଲାଣି ଅଭିମାନ କରି ପାର୍ବତୀ କୈଳାସ ଛାଡ଼ି ଚାଲି ଯାଇଥିଲା, ଏ ପର୍ଯ୍ୟନ୍ତ ଫେରିଲା ନାହିଁ ସେ। କାହିଁ, କୋଉଠି ସେ? ପାର୍ବତୀ! ପାର୍ବତୀ! ହେ ଗିରିରାଜ, ହେ ବୃକ୍ଷଲତା, ବନ ଉପବନ, ତମେ ମତେ କୁହ, ପାର୍ବତୀ ମୋର କାହିଁ? କଣ ସମସ୍ତେ ନିରୁତ୍ତର? ଏହି ତେବେ ମୋ ପ୍ରଶ୍ନର ଉତ୍ତର ଦେବେ ନାହିଁ? ଜାଣି ନାହାନ୍ତି ମୋ ଜଟା ତ୍ରିଶୂଳଧାରୀ ଧ୍ୱଂସକର୍ତ୍ତା ପ୍ରଳୟଙ୍କାରୀ ରୁଦ୍ର? ମୋ ଦୁର୍ଜଟି, ମୋ ପିଲାଟି, ଆଖି ପିଛୁଡ଼ାକେ ତ୍ରିଭୁବନ ମୁଁ ଧ୍ୱଂସ କରିଦେବି। ପ୍ରଭୁ, କିଏ ତୁ ବତ୍ସା? କଣ ତୁ ଚାହୁଁ? ମୁଁ କିଛି ଚାହେଁ ନାହିଁ ଦେବ। ଆପଣ କ୍ରୋଧ ଚର୍ଚ୍ଚରିତ ହୋଇ ଡମ୍ବରକୁ ଭୂମିରେ ପିଟିବାରୁ ମୋର ବକ୍ଷ ଫାଟିଗଲା ପରି ବୋଧ ହେଲା। ମୁଁ ଜାଣିପାରୁନାହିଁ ସତୀନାଥ, ମୋର କି ଦୋଷ ଯୋଗୁଁ ମୋ ପ୍ରତି ଏପରି ଦଣ୍ଡବିଧାନ କଲେ। ତୋର କିଛି ଦୋଷ ନାହିଁ ସତ, କିନ୍ତୁ ମୋ ପାର୍ବତୀ କାହିଁ? ଆପଣ ଦେବୀ ପାର୍ବତୀଙ୍କୁ ଖୋଜୁଛନ୍ତି? ହଁ, ମୋ ପାର୍ବତୀ କାହିଁ? କହଲ ଧରଣୀ ମତେ ପାର୍ବତୀ ସମ୍ବାଦ, ଗିରିବାଳ ତୁଲେ କିବା ଲାଗିଛି ବିବାଦ। ବହୁ କାଳ ହେଲା ଉମା ତେଜିଛି କୈଳାସ, ଦେବୀ ତୁମ ବୋଧ ହେତୁ ବୁଝିଲେ ମହିଷ। ଖୋଜି ଖୋଜି ଅବସ ମୁଁ ପାଉନି ତାହାରେ, ପାଇବେ କିପରି ସେ ତ ଛନ୍ତି ବହୁ ଦୂରେ। କେତେ ଦୂରେ କହ ବତ୍ସା, କେଉଁଠି ସେ ଦେଶ? କିସ୍କିନ୍ଧ୍ୟାଗିରିରେ ତାକୁ ଭେଟିବେ ଅବଶ୍ୟ। ପ୍ରିୟା ମୋର ଏକାକିନୀ କରୁଥିବ କିବା, ଗୁହା ମଧ୍ୟରେ ଅହର୍ନିଶ ଧ୍ୟାନରତ ଶିବା। ସତ୍ୟ ତେବେ କିସ୍କିନ୍ଧାରେ ଭେଟିବି ଶିବାନୀ। ମିଥ୍ୟା ହେଲେ ଶୁଣ, ମୁଣ୍ଡେ ବିନ୍ଧିବେ ମେଦିନୀ। କିସ୍କିନ୍ଧ୍ୟା ପର୍ବତର ଗୁମ୍ଫା ଭିତରେ ବସି ଦେବୀ ପାର୍ବତୀ ତପ କରୁଛନ୍ତି। ସେଇଠିକି ଗଲେ ତାଙ୍କୁ ଅବଶ୍ୟ ଭେଟିବେ। ବେଶ, ତେବେ ମୁଁ ଏ ମୁହୂର୍ତ୍ତରେ କିସ୍କିନ୍ଧା ଯାତ୍ରା କରୁଛି। ଏଇ ତ କିସ୍କିନ୍ଧା ପର୍ବତ, ଏଇ ସେ ଗୁମ୍ଫା। କିନ୍ତୁ ଗୁମ୍ଫା ଦ୍ୱାରରେ ବାଳକଟି କିଏ? ସୁନ୍ଦର ବଳିଷ୍ଠ ଶରୀର, ଦେବପମ ମୁଖର କାନ୍ତି, ଏହାକୁ ଦେଖିଲା କ୍ଷଣି ମୋ ହୃଦୟ ସ୍ପନ୍ଦନ ଜାତ ହେଉଛି କାହିଁକି? କିଏ?
କିଏ ତୁ ବାଳକ? ଦ୍ୱାରପାଳ। ଏ ସଂସାରରେ ଏଭଳି ନିର୍ବୋଧ କେହି ଅଛି ଯେ ତୋ ପରି କିଶୋର କୁମାରକୁ ଦ୍ୱାରପାଳ ରଖିଛି? ସେଥିରେ ତମର ପ୍ରୟୋଜନ? ନା, ପ୍ରୟୋଜନ କିଛି ନାହିଁ, ବରଂ ମୁଁ ସ୍ୱୀକାର କଲି ତୁ ଏଠିକାର ଦ୍ୱାରପାଳ। ଆଚ୍ଛା ଦ୍ୱାରପାଳ, ଆଡ଼ ହେଇଯା, ମୁଁ ଭିତରକୁ ଯିବି। ନା ନା, ମୁଁ ଭିତରକୁ ଯାଇପାରିବି ନାହିଁ। ନା, ବ୍ରହ୍ମା ବିଷ୍ଣୁ ମହେଶ କାହାରିକୁ ଛାଡ଼ିବି ନାହିଁ। ଏତେ ଶକ୍ତି? ପରୀକ୍ଷା କରିପାର। ଘଟାଣ ତ କମ୍ ନୁହେଁ ଦେଖୁଛି। ମାନିଲି ବାଳକ, ବ୍ରହ୍ମା ବୃଦ୍ଧ ହେଲେଣି, ବିଷ୍ଣୁ ଅତି ସୁଧାର, ଏମାନେ ଯାଇ ନ ପାରନ୍ତି, କିନ୍ତୁ ମହେଶ ନିଶ୍ଚୟ ଯିବେ। ନା, ନିର୍ବୋଧ ବାଳକ, ଜାଣୁ ମୁଁ କିଏ? ରେ ନିର୍ବୋଧ ଶିଶୁ ତୋର ଏଡ଼ିକି ସାହସ, ମୋ ସାଥେ ପୁଣି ତୁ ହିଁ କରୁ ପରିହାସ। ଜାଣୁ ମୁଁ ହିଁ ଶିବ ରେ, ଜାଣୁ ମୁଁ ହିଁ ଶିବ ରେ, କୈଳାସପତି ମହାଦେବ ରେ। ଜାଣେ ନା ମୁଁ କିଏ ଶିବ କେଉଁଠି ତା ଘର, ଜାଣେ ନା ମୁଁ କିଏ ଶିବ କେଉଁଠି ତା ଘର, ମାତା ଗୌର ଦେଶ ମୋହି ଜଗି ଅଛି ଦ୍ୱାର, ମାତା ଧ୍ୟାନ ମଗ୍ନ ହେ, ମାତା ଧ୍ୟାନ ମଗ୍ନ ହେ, ଘଟାଇ ନ ଦେବେ ତହିଁ ବିଘ୍ନ ହେ। ମାତା ମୋର ଗୁମ୍ଫା ଭିତରେ ତପ କରୁଛନ୍ତି, ଭିତରକୁ ଗଲେ ତପରେ ବିଘ୍ନ ଘଟିବ। ମୁଁ ଏହା କଦାପି କରାଇଦେବି ନାହିଁ। ଇଏ ପାର୍ବତୀର ପୁତ୍ର? ଅସମ୍ଭବ, ମୋ ସହିତ ଇଏ ଛଳନା କରୁଛି। ରେ ବାଳକ, ମୁଁ ଶେଷ କଥା ତତେ କହୁଛି, ଦ୍ୱାର ଛାଡ଼ିଦେ। ଭଣ୍ଡାମି ତ ଶୁଣିବାକୁ ନାହିଁ ମୋର ବେଳ, କାଳ ସର୍ପ ସଙ୍ଗେ କିମ୍ପା ଖେଳୁଛୁ ତୁ ଖେଳ। ଛାଡ଼ିଦେ ତୁ ବାଟ ରେ, ଛାଡ଼ିଦେ ତୁ ବାଟ ରେ, ନହେଲେ ଭେଟିବୁ ଜନ୍ତୁ ରାଟରେ। ରେ ଶିଶୁ, ବାଟ ଛାଡ଼ିଦେ କହୁଛି। ତମର ନିର୍ଲଜପଣ ଦେଖି ଲାଜରେ ମୋ ମୁଣ୍ଡ ତଳକୁ ହେଇଯାଉଛି। ତେବେ ତୁ ମୋ ସହିତ ଶକ୍ତି ପରୀକ୍ଷା କରିବାକୁ ଚାହୁଁ? ଆଉ କେତେ ଥର ସେ କଥା କହିବି? ବେଶ, ଏବେ ତୋର ମୂର୍ଖପଣର ପ୍ରତିଫଳ ଭୋଗ କର। কি আশ্চর্য! ମୋର ସମସ୍ତ ଶକ୍ତି ପ୍ରୟୋଗ କରି ମୁଁ ତ୍ରିଶୂଳ ଆଘାତ କଲି, କିନ୍ତୁ ପିଲାଟା ସାମାନ୍ୟ ଯଷ୍ଟି ପ୍ରହାରରେ ମତେ ବାରମ୍ବାର ପରାସ୍ତ କଲା। ମୁଁ କଣ ଏମିତି ଶକ୍ତିହୀନ ହୋଇପଡୁଛି? ନା, ବର୍ତ୍ତମାନ ଆଉ ତା ସହିତ ଯୁଦ୍ଧ କରିବିନି। ପୁଣି ପରାସ୍ତ ହେଲେ ଲଜ୍ଜା ଓ ଅପମାନର ସୀମା ରହିବନି। ମୁଁ ଯାଉଛି, ମୋର ଅନୁଚର ଶିବଗଣଙ୍କୁ ପଠେଇବି। ଶକ୍ତି ପରୀକ୍ଷା କରୁଥିଲ ପରା, ଚୋରଙ୍କ ପରି ପଳାଇ ଯାଉଛ କାହିଁକି? ଯାଅ, ଆଉ ଗୁମ୍ଫା ଦ୍ୱାର ମାଡ଼ିବ ନାହିଁ। ଏ ଅସମୟରେ ଆମକୁ ସ୍ମରଣ କଲେ କାହିଁକି ଜଟାଧାରୀ? କି ଲଜ୍ଜା, କି ଅପମାନ! କଣ ହେଇଛି ପ୍ରଭୁ? ରାଗ ଆଉ କ୍ରୋଧରେ ଆପଣଙ୍କ ଚକ୍ଷୁରୁ ଯେପରି ଅଗ୍ନିସ୍ଫୁରଣ ହେଉଛି। ଶୁଣ ମୋର ଅନୁଚର ଶିବଗଣ, ଶୁଣ ନନ୍ଦୀ ଭୃଙ୍ଗୀ, କିଷ୍କିନ୍ଧ୍ୟା ପର୍ବତ ଗୁହାଦର ଜଗି ରହିଛି ଗୋଟେ ଶିଶୁ, ହାତରେ ତାର ଯଷ୍ଟି। ସେ ମତେ ଗୁହା ଭିତରକୁ ଛାଡ଼ିଲା ନାହିଁ। ଛାଡ଼ିଲା ନାହିଁ? ନା, ଯଷ୍ଟି ପ୍ରହାରରେ ମତେ ପରାସ୍ତ କଲା। ଅସମ୍ଭବ, ଅସମ୍ଭବ ଏ କଥା। ସେଇ ଅପମାନରେ ମୁଁ ସେଇଠୁ ପଳେଇ ଆସିଲି। ତେବେ ଚାଲନ୍ତୁ ପିତା, ସେ ଶିଶୁ ନିକଟକୁ ଚାଲନ୍ତୁ, ଆମେ ଦେଖିବୁ ତାର କେତେ ଶକ୍ତି। ନା, ମୁଁ ଯିବିନି। ଶୁଣ ଶୁଣ ଅନୁଚରେ ଲାଗେ ବଡ଼ ଭୟରେ, ତାର ଶିଶୁ ଗୋଟା ମତେ ଦେଲା ପରାଜୟରେ। ଛାର ଗୋଟାଏ ଶିଶୁକୁ ଆପଣ ଭୟ କରୁଛନ୍ତି? ଗଳା ଧକ୍କା ଦେଲା ମତେ, ଯଷ୍ଟିରେ ପିଟିଲା, କୁହା ଦ୍ୱାରୁ ସେ ଅଧମ ତେଳେ ନ ହଟିଲା ରେ। ଆମକୁ ତେବେ ଆଦେଶ ଦିଅନ୍ତୁ ପ୍ରଭୁ, ତା ଯଷ୍ଟି ସହ ତାକୁ ଏଠିକି ବାନ୍ଧି ଆଣିବୁ। କିନ୍ତୁ ତମେ ଦୁହେଁ ଏକା ଯାଅ ନାହିଁ। ଦଳ ବଳ ନେଇ ସର୍ବେ ଗୁମ୍ଫା ଦ୍ୱାର ଯାଅ ହେ, ଶିବ ଅପମାନ ଯୋଗ୍ୟ ପ୍ରତିଶୋଧନୀୟ ହେ।
ଗୁମ୍ଫା ଦ୍ୱାର ଆକ୍ରମଣ କରିବୁ। ଜୟ ଶିବ ଶକ୍ତିର, ଜୟ ଶିବ ଶକ୍ତିର, ଜୟ ଶିବ ଶକ୍ତିର। ସଖୀ ଜୟ ବିଜୟା, ଗୁମ୍ଫା ଦ୍ୱାରକୁ ଯାଇଥିଲ ତୁମେ ମାନେ? କଣ ହୋଇଛି ସେଠି? ମୋ ପୁତ୍ର ଉପରେ କିଛି ବିପତ୍ତି ପଡ଼ିଲା କି? ଗୁମ୍ଫା ଦ୍ୱାରରେ ବହୁ ସୈନ୍ୟ ସାମନ୍ତ ରୁଣ୍ଡ ହେଇଛନ୍ତି। ସୈନ୍ୟ ସାମନ୍ତ? ଶିବଙ୍କ ଅନୁଚର ସେମାନେ, ପ୍ରଥମ ଗଣ। ସେମାନେ କାହିଁକି ଆସିଛନ୍ତି? ତୁମକୁ ଖୋଜି ଖୋଜି ପ୍ରଥମେ ନିଜେ କୈଳାସପତି ଆସିଲେ, କିନ୍ତୁ ତୁମର ପୁତ୍ର ତାକୁ ଗୁମ୍ଫା ଭିତରକୁ ଛାଡ଼ିଲେ ନାହିଁ। ସେଇଠୁ ଦୁହିଁଙ୍କର ଯୁଦ୍ଧ ହେଲା। ଯୁଦ୍ଧରେ ହାରି ଶିବ ପଳାଇ ଗଲେ। କଣ କହୁଛୁ ତୁ? ତାଙ୍କ ସହିତ ଯୁଦ୍ଧରେ ମୋ ପୁତ୍ର ଜୟଲାଭ କରିଛି? ହଁ ଦେବୀ, ଯୁଦ୍ଧରେ ହାରିଯାଇ ଶିବ ତାଙ୍କର ଅନୁଚର ଶିବଗଣକୁ ପଠାଇଛନ୍ତି, ସାଙ୍ଗରେ ନନ୍ଦୀ ଭୃଙ୍ଗୀ। କଣ କହିବୁ ମା, ସେମାନଙ୍କର ଯୋଉ ତେଜ, ଯୋଉ କିଳିକିଳିଆ ରାବ। କି କହିବୁ ଠାକୁରାଣୀ, କି କହିବୁ ଠାକୁରାଣୀ, ନନ୍ଦୀ ଭୃଙ୍ଗୀଙ୍କର ପିଠାଣି ମଣି, ସତୀ ସରଗ ଯିବେ କି ଜିଣି, ଶିବାଜୀକୁ ସରଗି ଯିବେ କି ଜିଣି। ନାଚିକୁଦି ଗଗନ ପଟଉଛନ୍ତି ପରା, ଧରାକୁ ସରା ମଣୁଛନ୍ତି। ହସେ କେ ବିକଟ ହସ, ହସେ କେ ବିକଟ ହସ, ବାହା ଫୁଟାଇ କେ ମୋଡୁଛି ନିଶ ଯେ, ରାବେ ଭାଙ୍ଗି ପଡି ଦଶ ଦିଶ, ଭବାନୀକୁ ଭାଙ୍ଗି ପଡି ଦଶ ଦିଶ। ଆଉ ମୋ ପୁତ୍ର କିଶୋର କୁମାର ବୀର, କିଶୋର କୁମାର ବୀର, ଅଟଳ ମେରୁ କି ଟେକିଛି ଶିର ଯେ, ତବେ ନ ଛାଡ଼ିବେ ଗୁମ୍ଫା ଦ୍ୱାର, ଜନନୀକୁ ନ ଛାଡ଼ିବେ ଗୁମ୍ଫା ଦ୍ୱାର। ମୁଁ ଜାଣେ, ପୁତ୍ର ମୋର ଶପଥ କରିଛି, ଗୁମ୍ଫା ଦ୍ୱାର ଛାଡ଼ିବ ନାହିଁ। ସେମାନେ କଣ କହୁଛନ୍ତି ଜାଣଦେବି? କହୁଛନ୍ତି ଆମେ ସବୁ ଶିବ ପୁତ୍ର, ଆମକୁ ଦ୍ୱାର ଛାଡ଼ିଦେ। ଏକଥା ଯଦି ସେମାନେ କହୁଛନ୍ତି, ତେବେ ସଖୀ ଜୟ ବିଜୟା, ତୁମେ ଦୁହେଁ ଯାଅ, ପୁତ୍ରକୁ ମୋର କହିବ ଯେପରି ଠିକ୍ ଉତ୍ତର ସେ ସେମାନଙ୍କୁ ଦେବ। କି ଉତ୍ତର ସେ ଦେବେ? ତୁମେ ଯେବେ ଶିବ ପୁତ୍ର, ତୁମେ ଯେବେ ଶିବ ପୁତ୍ର, ମୁଁ କଣ ନୁହଁଇ ଶିବଙ୍କ ପୁତ୍ର ଯେ, ବୁଝିଲେ କାକି ତୁମେ ବହୁତ। ଯାଅ ଜୟ ବିଜୟା, ପୁତ୍ର ମୋର ଏ କଥା ସେମାନଙ୍କୁ କହିବ ଯେ ତୁମେ ସବୁ ଶିବଙ୍କ ପୁତ୍ର ହେଲେ ମୁଁ ଶିବାଙ୍କ ପୁତ୍ର, ମୁଁ ତୁମକୁ ଡରିବି ନାହିଁ। ଯାଉଛୁ ଦେବୀ। ଆସିବେ, ମୋ ମନ କହୁଛି କୈଳାସପତି ପୁଣି ନିଶ୍ଚୟ ଆସିବେ। ଶୁଣିଲ ତ ମୁଁ କଣ କହିଲି? ତମେ ସବୁ ଶିବ ପୁତ୍ର, ମୁଁ ଶିବା ପୁତ୍ର। ତୁମେ ଅସଂଖ୍ୟ, ମୁଁ ଏକାକୀ। ଆସ, ଶକ୍ତି ପରୀକ୍ଷା କର। ତେବେ ତୁ ଭଲରେ ଭଲରେ ଗୁମ୍ଫା ଦ୍ୱାରରୁ ହଟିବୁନି। ଭଲରେ ନୁହେଁ କି ମନ୍ଦରେ ନୁହେଁ, ଜାଣୁ ଏହାର ପରିଣାମ କଣ? ମୋର ଜୟ, ତୁମର ପରାଜୟ। ତୋର ଏତେ ସାହସ? ସାମାନ୍ୟ ଛୁଆ ଖଣ୍ଡେ ତୁ ଶିବ ଶକ୍ତିର ବିରୁଦ୍ଧାଚରଣ କରୁଛୁ। ଦେଖୁଛୁ ଏ ଖଡଗ, ଏକ ଆଘାତରେ ତୋର ଗଣ୍ଡି ମୁଣ୍ଡ ଅଲଗା କରିଦେବି। ଏ ଗଦା ପ୍ରହାରରେ ତୋ ମୁଣ୍ଡ ଫଟେଇ ଛତୁ କରିଦେବି। ଏ ବର୍ଷା ମୁନରେ ତୋର ବକ୍ଷ ଭେଦ କରିବି। এই ବଜ୍ର ମୁଷ୍ଟିର ଆଘାତରେ ତୋ ମେରୁଦଣ୍ଡ ଖଣ୍ଡ ଖଣ୍ଡ କରିଦେବି ରେ। এই ପଥର ଖଣ୍ଡରେ ତୋତେ ବାନ୍ଧି ଅତଳ ସମୁଦ୍ରରେ ନିକ୍ଷେପ କରିବି। ଶୁଣ ଭାଇ, ଆଉ କଥା ଶୁଣିବାକୁ ମୋର ବେଳ ନାହିଁ। ମନ ଅଛି ତ? ଶକ୍ତି ପରୀକ୍ଷା କର। ଶିବ ପୁତ୍ର କଣ ହେଇକି କରହି, ବୃଥା ବାହୁ ସ୍ଫୋଟ କିମ୍ବା ମାରହି, ତୁମ ବୀର ପଣିଆର ଛଟକ, ଖାଲି କଥାରେ ରହିଛି ଅଟକ। ଶିବ ତନୟ ପୁଇ କପାଳୁତ, ଶିବ ପୁତ୍ର ତୁମେ ଅଛ ବହୁତ, ଅସ୍ତ୍ର ଶସ୍ତ୍ର ତୁମ ସୁମାରହି, ହାତେ ଦଶଟି ଖଣ୍ଡି ମୋର ସାରହି।
ସମସ୍ତେ ଏକ ସଙ୍ଗେ ତାକୁ ଆକ୍ରମଣ କର। ଜୟ ଶିବ ଶକ୍ତିର ଜୟ, ଜୟ ଶିବ ଶକ୍ତିର ଜୟ। জয় মাতৃশক্তির জয়। ଠାକୁରାଣୀ କଣ ସମ୍ବାଦ ଜୟ ବିଜୟ? ପଳେଇ ଗଲେ। କିଏ ପଳେଇ ଗଲେ? ସେଇଗୁଡାକ ମ ଯିଏ ଆମ କୁମାରଙ୍କ ସହିତ ଲଢେଇ କରିବାକୁ ଆସିଥିଲେ। ଯେତକ ତ ମଲେ ମଲେ, ଆଉ ଯେତକ ଗୋଡ ଭାଙ୍ଗିଲେ, ଆଉ ଯିଏ ବଞ୍ଚିଲେ ପଳେଇ ଗଲେ। ଯେମିତି କିଳି କିଳି ରାବ କରି ଆସିଥିଲେ ସେମିତି କିଲି ବିଲି ହେଇ ପଳେଇଗଲେ। ପୁତ୍ର ମୋର ଯୁଦ୍ଧରେ ଜିତିଛି। ଏଇ ନିଅ ଜୟ ବିଜୟା ତୁମ ପୁରସ୍କାର। ଦେବୀଙ୍କ ମନୋକାମନା ପୂର୍ଣ୍ଣ ହଉ। ଏଡ଼ିକି ନିର୍ଲଜ ତୁମେ ମାନେ ଏମିତି ଭୀରୁ କାପୁରୁଛ। ସାମାନ୍ୟ ଗୋଟିଏ ବାଳକ ପାଖରେ ପରାସ୍ତ ହେଇ ମୋ ପାଖକୁ ଆସିଛ କାହିଁକି? ଗାଈ ବସି ଆତ୍ମହତ୍ୟା କରି ମର ନାହିଁ କାହିଁକି? ଆମର କିଛି ଉପାୟ ନଥିଲା ପ୍ରଭୁ। ଆମେ ଶିବଗଣ ଏକ ସଙ୍ଗରେ ତାକୁ ଆକ୍ରମଣ କଲୁ, କିନ୍ତୁ ପଥର ଦେହରେ ମାଟି କିମ୍ବୁରା ବାଜିଲା ପରି ଆମ ଦଶା ହେଲା। ଆମେ ଦୁହେଁ ନନ୍ଦୀ ଭୂଙ୍ଗି ତା ସହିତ ମଲ୍ଲ ଯୁଦ୍ଧ କଲୁ। ମୁଁ ତା ଡାହାଣ ଜାନୁକୁ ଟାଣିଲି, ମୁଁ ଟାଣିଲି ବାମ ଜାନୁ, କିନ୍ତୁ ଅଟ୍ଟହାସ୍ୟ କରି ଆମକୁ ଏମିତି ଧକ୍କା ମାରିଲା ଯେ ଆମେ ଦୁହେଁ 100 ହାତ ଦୂରରେ ପଡି। ସେ ଶିଶୁ ନୁହେଁ, କାଳତକ ଯମ ପଳେଇ ଆସିନଥିଲେ ଶିବଗଣ ସେଠି ପ୍ରାଣ ହରାଇଥାନ୍ତେ। ଭଲ ହେଇଥାନ୍ତା, ଖୁବ ଭଲ ହେଇଥାନ୍ତା। ତମମାନଙ୍କର ନିର୍ଲଜ ମୁହଁ ମୁଁ ଆଉ ଦେଖିନଥାନ୍ତି। ଆରେ ଶିବଗଣ ଏଡ଼େ ତୁମେ ହୀନ, ଶିବ ଶକ୍ତି କଲା କାହିଁ? ଛାର ଶିଶୁ ଗୋଟା କଲା ହଟ ହଟା, ଗ୍ରହର ମିଳିଲା ନାହିଁ। ଯୁଦ୍ଧ ଭୂଇଁରୁ ପଳେଇ ଆସିବା ଆଗରୁ ବିଷ ଜହର ଖାଇ ଭଲ ନାହିଁ କାହିଁକି? ଆପଣ ଆମକୁ ବୃଥା ଲାଞ୍ଛନା ଦେଉଛନ୍ତି ପିତା। ଆମେ ଦୁଇ ଭାଇ ଆମ କର୍ତ୍ତବ୍ୟରେ ଆଦୌ ହେଳା କରିନାହୁଁ। କରିନାହ ସନ୍ନା ପରି ତୁମେ ଭେଣ୍ଡା ଦୁଇ ଭାଇ, କୁଣ୍ଡା ପରି କିଆ ଆସିଲ ପଳାଇ, ମେଣ୍ଢା ପଲ ପରି ଦଣ୍ଡିଲା ତୁମକୁ ଶିଶୁ ଗୋଟା ଥିଲା କାହିଁ? ସେ ଶିଶୁକୁ ଯୁଦ୍ଧରେ ଜିତିବା ଅସମ୍ଭବ ପ୍ରଭୁ। ତା ପାଖରେ ଶରଣ ପଶିଲେ ସେ ଗୁମ୍ଫା ଦ୍ୱାର ଛାଇଦବ। କଣ କହିଲୁ ଭୃଙ୍ଗି? ମୁଁ ତା ପାଖରେ ଶରଣ ପଶିବି? ଆରେ ନନ୍ଦୀ ଭୃଙ୍ଗି ହେଲ କି ପାଗଳ, ଚନ୍ଦ୍ରଚୂଡ଼ କଣ ଏଡ଼େ ହୀନ ବଳ, ଠାକୁର କି କେବେ ଶୃଗାଳ ଚରଣେ ଶରଣ ପଶିବ ଯାଇ। ପାର୍ବତୀ ମୋ ସ୍ତ୍ରୀ, ସାମାନ୍ୟ ଗୋଟିଏ ନାରୀ, ତାକୁ ସନ୍ତୁଷ୍ଟ କରିବା ପାଇଁ ତାର ଭୃତ୍ୟ ଗୋଟେ ଶିଶୁ ପାଖରେ ମୁଁ ଶରଣ ପଶିବି? କେବେ ନୁହେଁ। ତାକୁ ଉପଯୁକ୍ତ ଶିକ୍ଷା ନ ଦେବା ଯାଏ ମୋ ମନରେ ଶାନ୍ତି ନାହିଁ। ତୁମେ ମାନେ ବର୍ତ୍ତମାନ ମୋ ସମ୍ମୁଖରୁ ଯାଅ, ସମସ୍ତେ ଯାଅ। ତମ ପୁଅ ଯୁଦ୍ଧରେ ଜିଣିଲା, ତମେ ମନ ଦୁଃଖ କରି ବସିଛ କାହିଁ ଠାକୁରାଣୀ? ଆଉ ପୁଣି କଣ ଭାବୁଛ ଦେବୀ? ଶିବଙ୍କ କୋପ କଥା କିଏ ନ ଜାଣେ? ସେ ଯେବେ କୋପ କରିବେ ତ୍ରିଭୁବନ ଧ୍ୱଂସ ହେଇଯିବ। ତାଙ୍କ ଅନୁଚର ମାନେ ହାରିଗଲେ ବୋଲି ଯଦି ସେ ମୋ ପୁତ୍ର ଉପରେ ପ୍ରତିଶୋଧ ନେବେ। ନାରାୟଣ ନାରାୟଣ ନାରାୟଣ। ନାରଦ ମୁନି ଆସିଲେଣି। ପ୍ରଣାମ ଦେବର୍ଷି। उमा रानी देवी भवानी, काहिकी भलाए वीर समूह। उमा रानी देवी भवानी, जिए स्वयं जगत माता, पुओ जार जगत जीता। जिए स्वयं जगत माता, पुओ जार जगत जीता। स्वामी जार देव देव महादेव, स्वामी जार देव देव महादेव। से किया ढालिब आखिर लुह। उमा रानी देवी भवानी, काहिकी भलाए वीर समूह। उमा रानी देवी भवानी।
ଦେବୀଙ୍କ ଦର୍ଶନ ପାଇଲୁ, କିନ୍ତୁ ଉମାରାଣୀଙ୍କର ଏ ବୀର ସ୍ୱରୂପ କାହିଁକି? ଦେବର୍ଷିଙ୍କୁ କେଉଁ କଥା ଅଜଣା? ଯୁଦ୍ଧରେ ହାରିଯାଇ ଶିବ କୋପମୂର୍ତ୍ତି ଧାରଣ କରିଥିବେ। ଏଥିରେ ସନ୍ଦେହ କିଛି ଅଛି? ତାହେଲେ ତାଙ୍କ କୋପରୁ ମୋ ପୁଅ କିପରି ରକ୍ଷା ପାଇବ ମହାମୁନି? ସେ କଥା ଅବଶ୍ୟ ଚିନ୍ତା କରିବା କଥା। ରୁଦ୍ରଙ୍କ କୋପ ସ୍ୱୟଂ ନାରାୟଣ ମଧ୍ୟ ପ୍ରମାଦ ଗଣନ୍ତି। କୁହନ୍ତୁ ମୁନିରାଜ, ମୁଁ କି ଉପାୟ କରିବି? ଆଦ୍ୟା ଶକ୍ତି ହେ ମହାମାୟା, ଉପହାସ କରୁଛ କିଆ। ଆଦ୍ୟା ଶକ୍ତି ହେ ମହାମାୟା, ଉପହାସ କରୁଛ କିଆ। ଶକ୍ତିର ଅଭାବ ଅଛି କି ବାତବ, ଶକ୍ତିର ଅଭାବ ଅଛି କି ବାତବ। ମୁହିଁ କି ଉପାୟ କରିବି କୁହ, ଉମାରାଣୀ ଦେବୀ ଭବାନୀ କାହିଁକି ଭଲାଏ ବୀର ସମୂହ। ଉମାରାଣୀ ଦେବୀ ଭବାନୀ। ତେବେ ମୋର ଶକ୍ତି ମୁଁ ପ୍ରୟୋଗ କରିବି? ନିଶ୍ଚୟ। ମା ହେଇ ପୁଅକୁ ରକ୍ଷା ନ କଲେ ଆଉ ରକ୍ଷା କରିବ କିଏ? ତେବେ ତେବେ ଦେଖନ୍ତୁ ମହାମୁନି, ଆପଣଙ୍କ ସମ୍ମୁଖରେ ମୁଁ ଦୁଇ ଶକ୍ତି ସୃଷ୍ଟି କରୁଛି। ପ୍ରଥମ ଶକ୍ତିର ନାମ ମହାମୁଖା, ଦ୍ୱିତୀୟ ଶକ୍ତିର ନାମ ଅସଂଖ୍ୟ ବାହୁଶାଳିନୀ। ବିଜୁଳି ଠାରୁ ଅଧିକ ଗତି, କୋଟି ସୂର୍ଯ୍ୟ ଠାରୁ ବଳି ଅଧିକ ତେଜ। ମୋର ଏହି ଦୁଇ ମହାଶକ୍ତିକୁ ମୁଁ ମୋର ପୁତ୍ର ଗଣେଶକୁ ଦାନ କଲି, ଆଉ ତାର ଶିବ କୋପକୁ ଭୟ ନାହିଁ। ନାରାୟଣ ନାରାୟଣ, ମତେ ବର୍ତ୍ତମାନ ବିଦାୟ ଦିଅନ୍ତୁ ଦେବୀ। ନାରାୟଣ ନାରାୟଣ ନାରାୟଣ। ଆଉ କେତେବେଳେ ଏମିତି ମନ ଦୁଃଖ କରି ବସିବେ ପିତା? କିଛି ହେଲେ ଉପାୟ ଚିନ୍ତା କରନ୍ତୁ। ନାରାୟଣ ନାରାୟଣ ନାରାୟଣ। ଏଇ ନାରଦ ମୁନି ଆସିଲେଣି। କୈଳାସପତିଙ୍କର ଜୟ ହେଉ। ଆସନ୍ତୁ ଦେବର୍ଷି, ଆସନ ଗ୍ରହଣ କରନ୍ତୁ। ଉମାପତି ହେ ମହାଜତି କାହିଁକି ଭଲାଏ ବୀର ସମୂହ। ଉମାପତି ହେ ମହାଜତି କି ପାବ ସାଦ ମନେ କିଆ ଖେଦ, କି ପାବ ସାଦ ମନେ କିଆ ଖେଦ, କି ପାଇ ପରାଣେ ଜାଗିଛି କୋହ। ଉମାପତି ହେ ମହାଜତି କାହିଁକି ଭଲାଏ ବୀର ସମୂହ। ଉମାପତି ହେ ମହାଜତି। ଦେବର୍ଷିଙ୍କୁ କୋଉ କଥା ଅଜଣା ଅଛି? ସାମାନ୍ୟ ଗୋଟିଏ ଶିଶୁ ନିକଟରେ ଶିବ ଶକ୍ତି ଆଜି ପରାଜିତ। ଅବଶ୍ୟ ଅବଶ୍ୟ, ଏଇ ଅପମାନଠୁ ବଳି ଆଉ ଅପମାନ ନାହିଁ। ଏଭଳି ଅପମାନ ରୁଦ୍ରଦେବ ଆଉ କେବେ କେଉଁଠି ପାଇନଥିବେ। ଏପରିକି ଦକ୍ଷ ଯଜ୍ଞର ଅପମାନଠୁ ଏ ଅପମାନ ବଳି ଯାଇଛି। କିନ୍ତୁ ଦେବର୍ଷି, ଏ ଅପମାନର ପ୍ରତିଶୋଧ ନେବାକୁ ଯେତେବେଳେ ମୋ ରୁଦ୍ରକୋପ ପ୍ରକାଶ ପାଇବ, ହାତର ଡମ୍ବରୁ କମ୍ପି ଉଠିବ, ତ୍ରିଶୂଳରୁ ଅଗ୍ନି ବର୍ଷଣ ହେବ, ତ୍ରିଲୋଚନ ପ୍ରଜ୍ୱଳିତ ହେବ, ଜଟା ଜଟା ପିଙ୍ଗଳ ବର୍ଣ୍ଣ ଧାରଣ କରିବ। କିଛି ଲାଭ ହେବ ନାହିଁ ଭୋଳାନାଥ। ସେ ଶିଶୁ ବର୍ତ୍ତମାନ ମହାମୁଖା ଓ ଅସଂଖ୍ୟ ବାଉଶାଳିନୀ ଏ ଦୁଇ ମହାଶକ୍ତିର ଅଧିକାରୀ। ରୁଦ୍ରକୋପ ତାର କେଶ ସୁଦ୍ଧା ସ୍ପର୍ଶ କରିପାରିବ ନାହିଁ। କିଏ ଦେଲା ତାକୁ ଏ ମହାଶକ୍ତି? ପାର୍ବତୀ? ଆଉ କିଏ? ନାରୀ ବୋଲି କଣ ତାଙ୍କର ମାନ ଅପମାନ ଜ୍ଞାନ ନାହିଁ? ତାହେଲେ କୁହନ୍ତୁ ମୁନି, ମୁଁ ଏ ଉପାୟ କରିବି? ଉପାୟ? ଉପାୟ ହେଉଛନ୍ତି ଗୋଲୋକ ବିହାରୀ ବିଷ୍ଣୁ। ବିଷ୍ଣୁ ତେବେ ଉପାୟ ବତେଇ ଦେବେ? ହଁ, ସେଇ ମାୟାବୀ ବିଷ୍ଣୁ ସବୁ ଉପାୟ ବତାଇ ଦେବେ। ବିଷ୍ଣୁ ଯେବେ ହେବେ ସହାୟ, ଆଉ କିଛି ନଥିବ ଭୟ। ବିଷ୍ଣୁ ଯେବେ ହେବେ ସହାୟ, ଆଉ କିଛି ନଥିବ ଭୟ। ସହି ଅପମାନ ଦେବ ତ୍ରିଲୋଚନ, ସହି ଅପମାନ ଦେବ ତ୍ରିଲୋଚନ। ନୀରବେ ରହିବା ଉଚିତ ନୁହ ହେ ମହାଜତି। ମୁଁ ତେବେ ବିଷ୍ଣୁଙ୍କୁ ସ୍ମରଣ କରୁଛି। ଏଇ ସାଙ୍ଗେ ସାଙ୍ଗେ। ଆଉ କେତେ କାଳ ଅପମାନ ସହି ତୁନି ହେଇ ବସିବେ? ହଉ, ମତେ ଏବେ ବିଦାୟ ଦିଅନ୍ତୁ। ନାରାୟଣ ନାରାୟଣ ନାରାୟଣ।
ଆସନ୍ତୁ ଗୋଲକ ବିହାରୀ, ଆସନ ଗ୍ରହଣ କରନ୍ତୁ। କୁହନ୍ତୁ, କାହିଁକି ଏ ଅସମୟରେ ସ୍ମରଣ କଲେ? ମତେ ବିପଦରୁ ରକ୍ଷା କରନ୍ତୁ ଦେବ। ସାମାନ୍ୟ ଗୋଟେ ବାଳକ ମତେ ଯେଉଁ ଅପମାନ ଦେଇଛି, ତାହା ସମସ୍ତ ଦେବକୁଳକୁ ଅପମାନ। ସ୍ୱୀକାର କରୁଛି, ଦେବକୁଳ ଏଥିରେ ଅପମାନିତ ହୋଇଛନ୍ତି, କିନ୍ତୁ ଆପଣ ସେ ବାଳକକୁ ସାମାନ୍ୟ ମନେ କରୁଛନ୍ତି କାହିଁକି? ତାହେଲେ ଗୋଟିଏ ଅବୋଧ ଶିଶୁ ମତେ ଅପମାନ ଦେବ, ଆଉ ଆପଣ ଦେବକୁଳର ରକ୍ଷକ ହେଇ ମହା ଆନନ୍ଦରେ କ୍ଷୀରସାଗରରେ ନିଦ୍ରା ଯିବେ? ମୁଁ କଣ କହିଲି ଏ କଥା? ଆପଣ କଥା କଥାକେ ରାଗିଯିବେ ଆଉ ଅନ୍ୟମାନଙ୍କୁ ଦୋଷ ଦେବେ। କିଛି କୁଆଡ଼ୁ ନଥିବ, ହଠାତ୍ ଏମିତି ଗୋଟିଏ ପରିସ୍ଥିତି ସୃଷ୍ଟି କରିବେ ଯେ ଯେଉଁଥିରେ ଆପଣ ନିଜ ଅସୁବିଧା ତ ଭୋଗିବେ, ଅନ୍ୟମାନଙ୍କୁ ମଧ୍ୟ ଅସୁବିଧାରେ ପକାଇବେ। ଆପଣ କଣ ମତେ ଏଇ ସବୁ ଦୋଷ ଦେବାକୁ ଏଠିକି ଆସିଛନ୍ତି? ସେଥିପାଇଁ ମୁଁ କଣ ଆପଣଙ୍କୁ ସ୍ମରଣ କଲି? କି ଦରକାର ଥିଲା ଭୃଗୁ ଋଷିଙ୍କ ସ୍ତ୍ରୀକୁ ହତ୍ୟା କରିବାକୁ ଯିବା? ପୁଣି ଦେବୀ ପାର୍ବତୀଙ୍କ ଭଳି ସ୍ତ୍ରୀକୁ ଘରୁ ତଡ଼ି ଦେଉଥିଲେ ବା କାହିଁକି? ଇଏ ତ ମୋ ନିଜ କଥା। ଘର କରି କଣ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳିକଜିଆ ହୁଏ ନାହିଁ? କିନ୍ତୁ ସେ ଘର କଳିରୁ ଯେ ସାରା ସଂସାର ପ୍ରମାଦ ଗଣିଲାଣି। ସେଥିପାଇଁ ତ ଆପଣଙ୍କୁ ସ୍ମରଣ କରିଛି। ସଂସାରକୁ ରକ୍ଷା କରନ୍ତୁ, ମତେ ଅପମାନରୁ ବଞ୍ଚାନ୍ତୁ। ଆପଣ ଗଣନାଥଙ୍କ ବିରୁଦ୍ଧରେ ପୁଣି ଥରେ ଯୁଦ୍ଧଯାତ୍ରା କରନ୍ତୁ। ପୁଣି ଯୁଦ୍ଧଯାତ୍ରା କରିବି, ପୁଣି ଅପମାନ ଭୋଗିବି? ଜାଣନ୍ତି ସେ ଶିଶୁ 2 ମହାଶକ୍ତିର ଅଧିକାରୀ। ଆପଣ ମତେ ଏଇ ଉପଦେଶ ଦଉଛନ୍ତି? ଶୁଣନ୍ତୁ, ମୋ କଥା ଆଗ ଶୁଣନ୍ତୁ। ଆପଣ ଯୁଦ୍ଧ କରନ୍ତୁ, ତ୍ରିଶୂଳ ପ୍ରୟୋଗ କଲାବେଳେ ମୁଁ ମାୟା ବିସ୍ତାର କରିବି। ତାର ଶକ୍ତି ଅଚଳ ହୋଇ ପଡ଼ିବ, ତ୍ରିଶୂଳରେ ତାର ଶିରଚ୍ଛେଦ ହେବ। କମଳପତି ବିଷ୍ଣୁଙ୍କର ଜୟ ହେଉ। ଯାଅ ନନ୍ଦୀଭୃଙ୍ଗୀ, ଯୁଦ୍ଧଯାତ୍ରା ପାଇଁ ଆଦେଶ ଦିଅ। ଏ ମୂର୍ଖ ଶିଶୁ, ବର୍ତ୍ତମାନ ଶେଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଇ ରହ। ମୁଁ ତ ଆରମ୍ଭରୁ ପ୍ରସ୍ତୁତ ରହିଛି। ତୁମେ ସିନା ଥରକୁ ଥର ଯୁଦ୍ଧ କ୍ଷେତ୍ର ଛାଡ଼ି ପଳାଇ ଯାଉଛ। ଗୁମ୍ଫା ଦ୍ୱାର ଛାଡ଼ିବୁ ନା ନାହିଁ? ମୋ ମାତାଙ୍କ ପାଖରେ ଶରଣ ପଶିଲେ ଛାଡ଼ିଦେବି? ଏଠି ଗର୍ବ? ଗର୍ବ ନୁହେଁ, କର୍ତ୍ତବ୍ୟ। ଦେଖୁଛ ତ ବିଷ୍ଣୁ, ତାର ତେଜ ଆଉ ଶକ୍ତି। ଆପଣ ପ୍ରସ୍ତୁତ ରହନ୍ତୁ, ମୁଁ ମାୟା ବିସ୍ତାର କଲି। ରେ ନିର୍ବୋଧ ଶିଶୁ ସ୍ମର ତୋର ଇଷ୍ଟ ନାମ। ଜାଣେ ନା ମୁଁ କିଏ ଇଷ୍ଟ କାହିଁ ତାର ଧାମ। ତୋର ମୂଳ ପଣିଆର ଭୋଗ ପ୍ରତିଫଳ। ବୁଝି ପାରୁ ନାହିଁ କିମ୍ବା ହୁଏ ହୀନ ବଳ। ଏଇ ଦେଖ ତ୍ରିଶୂଳ ମୁଁ କରିଲି ପ୍ରହାର। ନାହିଁ ଅଛ ମାତା ତବ ପାଦେ ନମସ୍କାର। ତାର ଉପଯୁକ୍ତ ପ୍ରତିଫଳ ସେ ପାଇଛି। ମୁଁ ଯାଏ, ଏବେ ଗୁମ୍ଫା ଦ୍ୱାର ମଧ୍ୟରେ ପ୍ରବେଶ କରେ। ପାର୍ବତୀ, କାହିଁ ଗଲା ମୋ ପାର୍ବତୀ? ତୁମେ ଆସିଛ ପ୍ରଭୁ, ଏ ଦିନର ତପସ୍ୟା ତେବେ ସଫଳ ହୋଇଛି। ଆସନ ଗ୍ରହଣ କର ଦେବ, ଆଗ ପାଦ ପୂଜା କରେ। ପାର୍ବତୀ, ଗୁମ୍ଫା ଦ୍ୱାରରେ ଶିଶୁ ପ୍ରହରୀ ଥିଲା, ତୁମେ ଆସିଲ କେମିତି? ତୁମେ ଜାଣିନାହ ଗୌରୀ, ସେ ଶିଶୁ ପାଇଁ ଖଣ୍ଡ ପ୍ରଳୟ ହେଇଗଲାଣି। ଗୁମ୍ଫା ଭିତରକୁ ମତେ ଛାଡ଼ିଲା ନାହିଁ। ଶେଷକୁ ତା ସହିତ ଯୁଦ୍ଧ କରି ତାକୁ ବଦ୍ଧ କରି ଆସିଲି। କଣ କହିଲେ ପ୍ରଭୁ? ତାକୁ ତୁମେ ବଦ୍ଧ କରିଛ? ମୋ ଗଣନା ଛାଉ ନାହିଁ। ସେ ତମର ସନ୍ତାନ?
ସବୁ କଣ ତୁମେ କହୁଛ ପାର୍ବତୀ? କାହିଁ ଗଲା ଧନ ମୋର ଚକୁଳିର ତନ, ମାତା ଲାଗି ବୀର ଶିଶୁ ଦେଲା ତା ଜୀବନ। ବିଧାତା ଦିଗଏ ଜୀବନ। ତମେ ବିଶ୍ୱାସ କର ପାର୍ବତୀ, ଏସବୁ କଥା ମୁଁ କିଛି ଜାଣି ନାହିଁ। ଯେଉଁ ହାତୀ ଛେଦ କଲ ମୋ ପୁତ୍ରର ଶିର, ସେଇ ହାତୀ କୁକୁରେ ମୋ ଶୂଳ ଭେଦ କର। ଏତିକି ମାଗୁଣି ମୋହର। ଶୁଣ ପାର୍ବତୀ, ମୋ କଥା ଶୁଣ। କଣ ଆଉ ଶୁଣିବି? ପୁତ୍ର ମୋର ଯାଇଛି, ମତେ ମଧ୍ୟ ବାଧ୍ୟ କର। ଗୁମ୍ଫା ଦ୍ୱାରକୁ ଆସ ପାର୍ବତୀ, ପୁତ୍ରକୁ ମୁଁ ଜୀବଦାନ କରିବି। ଜୀବଦାନ? ହଁ, ଆସ। କେବଳ ଶରୀର ପଡ଼ିଛି, ଶିର ନାହିଁ। ଶିର ନହେଲେ ଶିଶୁ ବଞ୍ଚିବ କେମିତି? ଉପାୟ ଅଛି ପ୍ରଭୁ। କି ଉପାୟ ଦେବି? ପୂର୍ଣ୍ଣ 10 ମାସ ଗର୍ଭଧାରଣ ପରେ ଯେଉଁ ମାତା ପୁତ୍ର ଜନ୍ମ କରିଥିବ ଆଉ ସେ ପୁତ୍ର ତାର ପ୍ରଥମ ସନ୍ତାନ ହୋଇଥିବ, ତାପରେ ସେଇ ପୁତ୍ରକୁ ମାତା ତାର ପିଠି କରି ଉତ୍ତରମୁଖ ହୋଇ ଶୋଇଥିବ। ସେଇ ଶିଶୁର ମଥା ସେ ଶିଶୁର ମଥା କାଟି ଆଣି ଗଣେଶର ଶରୀର ସହିତ ଯୋଡ଼ି ଜୀବଦାନ ଦେଲେ ପୁତ୍ର ତମର ବଞ୍ଚିବ। ହଁ ପ୍ରଭୁ। ଶୁଣ ନନ୍ଦୀ ଭୃଙ୍ଗୀ, ତୁମେ ମାନେ ବିଜୁଳି ଗତିରେ ଯାଇ ଅନ୍ୱେଷଣ କର। ଏଭଳି ଶିଶୁ ଯେଉଁଠି ପାଇବ ତାର ଶିର କାଟି ଆଣିବ। ଯାଅ। ଯଥା ଆଜ୍ଞା ପିତା। ଆମ ଅନୁଚର ଗଣ ଏଠି ପ୍ରହରୀ ରହିଛନ୍ତି। ତମେ ଆସ ଦେବୀ, ଗୁମ୍ଫା ମଧ୍ୟରେ ଅପେକ୍ଷା କର। କି? ଆପଣଙ୍କ ଆଜ୍ଞାରେ ତ୍ରିଭୁବନ ବୁଲିଲୁ, କିନ୍ତୁ ଏଭଳି ଶିଶୁ କୋଉଠୁ ପାଇଲୁ ନାହିଁ। ଠିକ ଏଇଭଳି ଅବସ୍ଥାରେ ହାତୀଟିଏ ପିଲା ଜନ୍ମ କରି ଶୋଇଥିଲା। ସେଇ ହାତୀ ପିଲାର ଶିର କାଟି ଆଣିଛୁ। ପାର୍ବତୀ, ସେଇ ହସ୍ତି ଶିରଟିକୁ ଯୋଡ଼ି ଜୀବଦାନ ଦିଅ, ମୋ ପୁଅ କିପରି ବଞ୍ଚୁ। ବେଶ, ମୁଁ ଜୀବଦାନ କରୁଛି। ମା, ଧନରେ ମୋ ଭାଗ୍ୟ ମୁଁ ତତେ ଫେରି ପାଇଲି। ଏଇ ତୋର ପିତା କୈଳାସପତି ମହାଦେବ, ତାଙ୍କୁ ପ୍ରଣାମ କର। ଚାହିଁ ଦେଖ ବାବୁ ଅଗ୍ରତେ ଉଭ କୈଳାସପତି, ସେ କୈଳାସପତି ଜୀବନ ଦାତା ତ ଜନକ, ବେଗେ କର ପ୍ରଣତି। ପ୍ରଣାମ ପିତା। ଆଶୀର୍ବାଦ କରୁଛି ବତ୍ସ, ତୁ ମହାଜ୍ଞାନୀ ମହାପଣ୍ଡିତ ହେବୁ। ଦେଖ ପାର୍ବତୀ, ଏଇ ତୁମର ପୁତ୍ର ଗଜାନନ ଗଣପତି, ଅପୂର୍ବ ଦେବ ଦୁର୍ଲଭ କାନ୍ତି। ପୁତ୍ର ମୋ ଗଣନାୟକ, ସବୁ ଦେବାଦେବୀଙ୍କ ମଧ୍ୟରେ ସେ ଅଗ୍ରେ ପୂଜା ଲାଭ କରିବ। ଏଣେ ଦେଖ ପ୍ରିୟେ, ଗଣନାଥର ଦର୍ଶନ ଆଉ ଭଜନ ପାଇଁ ସବୁ ଦେବଦେବୀ ରୁଣ୍ଡ ହେଲେଣି। ଅତି ଆନନ୍ଦର ଦିନ ଆଜି। ଆସ ତୁମେ, ଗଣେଶକୁ କୋଳରେ ଧରି ଏଇ ଶିଳାସନରେ ବସି ସମସ୍ତଙ୍କୁ ଦର୍ଶନ ଦିଅ।
हाँ